କେଉଁ ମାସରେ କେଉଁ ପଟ ଦ୍ୱାର ସ୍ଥାପନ କଲେ ବାସ୍ତୁ ପାଇଁ ହିତକାରକ ହୋଇଥାଏ। ଜୟ ଜଗନ୍ନାଥ। ଆଜି ଆମେ ଜାଣିବା ମହାଦ୍ୱାର ଯେ ବାସ୍ତୁରେ ଦ୍ୱାର ସ୍ଥାପନ କରିବା ଯେ କେଉଁ ମାସରେ କେଉଁ ପଟ ଦ୍ୱାର ସ୍ଥାପନ କଲେ ବାସ୍ତୁ ପାଇଁ ହିତକାରକ ହୋଇଥାଏ। ବାସ୍ତୁ ଦେବତାଙ୍କର ମୁହଁ ଅନୁସାରେ ଆମେ ଦିଗ ଜାଣିଥାଉ। ଯେଉଁ ଦିଗରେ ବାସ୍ତୁ ଦେବତାଙ୍କର ମୁହଁ ଥାଏ ସେହି ପଟରେ ଆମେ ଯଦି ଦ୍ୱାର ସ୍ଥାପନ କରନ୍ତି ତାହେଲେ ଘର ପାଇଁ ମଙ୍ଗଳ ହୋଇଥାଏ ବା କବାଟ ସ୍ଥାପନ କଲେ ତାହା ମଙ୍ଗଳ ହୋଇଥାଏ। ନହେଲେ ଆମେ ଯଦି ବିପରୀତ ଦିଗରେ ସ୍ଥାପନା କରିବା ଯେ ବାସ୍ତୁ ଦେବତାଙ୍କର ମୁହଁ ଗୋଟେ ଦିଗରେ ଥିବ ଆମେ ଅନ୍ୟ ଦିଗରେ ସ୍ଥାପନା କରିବା କଲେ ତାହା ଘର ପାଇଁ ଅମଙ୍ଗଳ ସାବ୍ୟସ୍ତ ହୋଇଥାଏ। ପାରିବାରିକ ଭିତରେ କଳହ ଉତ୍ପନ୍ନ ହୁଏ ଏବଂ ନିଜ ନିଜ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। ତାହେଲେ ଜାଣିବା କେଉଁ ମାସରେ ବାସ୍ତୁ ଦେବତାଙ୍କର ମୁହଁ କେଉଁ ଦିଗରେ ଥାଏ ଏବଂ ଆମେ ସେଇପଟେ ଦ୍ୱାର ସ୍ଥାପନ କଲେ ଭଲ ହୋଇଥାଏ। ଭାଦ୍ରବ ଆଶ୍ୱିନ କାର୍ତ୍ତିକ ବାସ୍ତୁ ଦେବତାଙ୍କର ମୁହଁ ଥାଏ ପୂର୍ବ ଦିଗକୁ, ତେଣୁ ପୂର୍ବାଭିମୁଖ ଘର ବା ପୂର୍ବପଟ ଘର ଥିବାର ଦ୍ୱାର ସ୍ଥାପନ କଲେ ବା କବାଟ ଲଗାଇଲେ ଶୁଭପ୍ରଦ ହୋଇଥାଏ। ମାର୍ଗଶିର ପୌଷ ମାଘ ବାସ୍ତୁ ଦେବତାଙ୍କର ମୁହଁ ଥାଏ ଦକ୍ଷିଣ ପଟରେ, ସେପଟ ସ୍ଥାପନ କଲେ ଦ୍ୱାର ଘର ପାଇଁ ମଙ୍ଗଳଦାୟକ ହୋଇଥାଏ। ଫାଲ୍ଗୁନ ଚୈତ୍ର ବୈଶାଖ ପଶ୍ଚିମରେ ଥାଏ ବାସ୍ତୁ ଦେବତାଙ୍କର ମୁହଁ, ସେପଟ ଆମେ ଦ୍ୱାର ସ୍ଥାପନ କଲେ ମଧ୍ୟ ଶୁଭପ୍ରଦ ହୋଇଥାଏ। ଜ୍ୟେଷ୍ଠ ଆଷାଢ଼ ଶ୍ରାବଣ ବାସ୍ତୁ ଦେବଙ୍କର ମୁହଁ ଥାଏ ଉତ୍ତର ଦିଗରେ, ସେପଟ ଦ୍ୱାର ସ୍ଥାପନ କଲେ ବାସ୍ତୁ ପାଇଁ ମଙ୍ଗଳଦାୟକ ହୋଇଥାଏ ଏବଂ ବାସ୍ତୁ ପାଇଁ କୌଣସି ଦୁଃଖ ଦରିଦ୍ର ଆସିନଥାଏ। ଯଦି ଆମେ ଏହା ବିପରୀତ ଦିଗରେ କରନ୍ତି ତାହେଲେ ବାସ୍ତୁଦେବଙ୍କ ଆଶୀର୍ବାଦ ମିଳେ ନାହିଁ, ଦୁଃଖ ଦରିଦ୍ରତାରେ ଦିନ କଟିଥାଏ। ଯଦି ରାଶି ଅନୁଯାୟୀ ଆମେ ଦେଖିବା କନ୍ୟା ତୁଳା ବିଛା ପୂର୍ବପଟକୁ ଦ୍ୱାର କଲେ ଭଲ ହୋଇଥାଏ। ଧନୁ ମକର କୁମ୍ଭ ଦକ୍ଷିଣ ପଟୁ ଦ୍ୱାର କଲେ ଭଲ ହୋଇଥାଏ। ମୀନ ମେଷ ବୃଷ ପଶ୍ଚିମ ଦିଗ ଦ୍ୱାର କଲେ ଭଲ ହୋଇଥାଏ। ମିଥୁନ କର୍କଟ ସିଂହ ଉତ୍ତର ଦିଗକୁ ଦ୍ୱାର କଲେ ଶୁଭ ହୋଇଥାଏ। ଯେତେବେଳେ ରବି କନ୍ୟା ତୁଳା କି ବିଛା ରାଶିରେ ଥିବେ, ସୂର୍ଯ୍ୟ ତଳେ କନ୍ୟା ତୁଳା ବା ବିଛା ରାଶିରେ ଥିବେ, ସେତେବେଳେ ଦିଗରେ ଥିବା କୌଣସି କବାଟ ସ୍ଥାପନ କରିବା